ଉଠିଯାଅ ମା, ତୁମର ସିଆ କେମିତି କାନ୍ଦି କାନ୍ଦି ତୁମକୁ ଡାକୁଛୁ। ଆମେ ସମସ୍ତେ ଏତେ ଦିନ ପରେ ଏକାଠି ହୋଇଥିଲୁ। ତୁମେ ଏମିତି କେମିତି କରିପାରିଲ ମମ୍? ତୁମେ ଏମିତି ଚୁପ୍ କେମିତି ରହି ପାରିବ? ମମ୍ ଉଠିଯାଅ ପ୍ଲିଜ୍ ମମ୍, ଉଠିଯାଅ। ରାମ, ତୋର କ'ଣ ହେଲା? ମୋର ଇଂଲିଶ ମିଡ଼ିୟମଙ୍କର କ'ଣ ହେଲା? ଡାକ୍ତର କହିବେ। ଡାକ୍ତର ପ୍ଲିଜ୍ ଆମକୁ କାମ କରିବାକୁ ଦିଅ। ପ୍ଲିଜ୍ ଆପଣମାନେ ବାହାରକୁ ଚାଲିଯାଆନ୍ତୁ। କ'ଣ ହେଉଛି ସିଷ୍ଟର? ଏମିତି କାହିଁକି ରିଆକ୍ଟ କରୁଛନ୍ତି? କହିହେବ ନାହିଁ। ଡକ୍ଟର ଚେକ୍ କରି ସାରିଲା ପରେ ହିଁ କହିପାରିବେ। ପ୍ଲିଜ୍ ଆପଣମାନେ ଟିକିଏ ୱେଟ୍ କରନ୍ତୁ। ନିଶା ଓ ନତାଶା ଆସି ଏମାନେ ଏତେବେଳ ହେଲା ମରିଯିବାର କଥା। ଏମାନେ ବଞ୍ଚିଛନ୍ତି କେମିତି? ଡାକ୍ତର ଆସି କହିବା ଦେଖନ୍ତୁ, ସେମାନେ ବଞ୍ଚିବ କି ନାହିଁ କହିହେବ ନାହିଁ। ଆମ ପାଖରେ କମ୍ ସମୟ ଅଛି। ଆପଣ ଏମିତି କାହିଁକି କହିପାରୁଛନ୍ତି ଡକ୍ଟର? ମୋର ଆଣ୍ଟିଡୋଟ୍ ଦେବାର ଟିକେ ଲେଟ୍ ହୋଇଗଲା। ଆପଣ ଯଦି ଠିକ୍ ନ କରିପାରିବେ ମୋର ଭଗବାନ ଠିକ୍ କରିବ। ଆଜି ହେଉଛି ସଙ୍କଟମୋଚନର ଜନ୍ମଦିନ ନା? ଯାହା ବି କରିବାକୁ ହେବ ମୁଁ କରିବି। ଯେତେ ବି ପରୀକ୍ଷା ଦେବାକୁ ପଡ଼ିବ ମୁଁ ସେତିକି ଦେବି। ହେଲେ ମୋର ପରିବାରକୁ କେବେ ଛଡ଼ାଇ ନେବି ନାହିଁ। ଯା ଚିକି, ଯେତେ ପରୀକ୍ଷା ଦେଲେ ବି ତୋର ପରିବାର ଲୋକଙ୍କୁ ବଞ୍ଚାଇ ପାରିବୁ ନାହିଁ। କ'ଣ କହୁଥିଲୁ ତୁ ମୋତେ? ମୋର ପରିବାରଙ୍କ ଉପରେ ତୋର ଛାଇ ପଡ଼ିବାକୁ ବି ଦେବୁ ନାହିଁ। ହେଲେ ଏବେ ତୋର ପରିବାରକୁ ଛଡ଼ାଇ ଆଣିଲି। ତୁମେମାନେ ଏତେ ସହଜ ଭାବି ନିଅନ୍ତୁ ନାହିଁ। ତୁମେ ଭାବୁଛ ଏମାନେ କାନ୍ଦୁଛନ୍ତି ଯେ ଆମେ ୱିନ୍ ହୋଇଗଲୁ। ଏମାନଙ୍କ ପ୍ଲାନ୍ କିଛି ଅଲଗା ଅଛି। ଏମାନେ ତ କାନ୍ଦି କାନ୍ଦି ପଥରକୁ ତରଳ କରିଦିଅନ୍ତି। ଡକ୍ଟର କହିବା ଅନୁସାରେ ଏହିମାନଙ୍କର ବଞ୍ଚିବାର 30% ଅଛି। ଏହିମାନଙ୍କୁ ଏତେ କଠୋର କରିଦିଅ ଯେ ଯେମିତି ମୁଣ୍ଡ ଟେକି ଚାଲି ନ ପାରିବେ। ତାହା ପାଇଁ ମୁଁ ଜେଲରେ ଯେମିତି ଯେତେ କଷ୍ଟ ପାଉଛି ତାହାଠାରୁ ଆହୁରି 4 ଗୁଣ କଷ୍ଟ ଦିଅନ୍ତୁ। ଆଜି ମୁଁ ବି ଦେଖିବି ଏହାକୁ କିଏ ବଞ୍ଚାଇବ। ଚିକି ହନୁମାନ ମନ୍ଦିରକୁ ଚାଲିଯାଏ। ପ୍ରଭୁ, ତୁମ ପାଇଁ ଆଜି ଉତ୍ସବର ଦିନ। ମୋ ପାଇଁ ପରିବାର କେମିତି ଦୁଃଖରେ ଛାୟା ଅଛି। ପ୍ରଭୁ, ତୁମକୁ ମୋର ପରିବାରକୁ ଖୁସିକୁ ଫେରାଇ ଆଣିବାକୁ ପଡ଼ିବ। ତୁମକୁ ନହେଲେ ମୋର ଜୀବନ ନେବାକୁ ପଡ଼ିବ। ପୂଜାରୀ ନନା ଦୀପକୁ ଦେବେ। ଚିକିକୁ ଆଜି ଯାଏଁ କେହି ବି ଖାଲି ହାତରେ ଯାଇନାହିଁ ମା। ତୁ ଯେଉଁ ମାନସିକ ରଖିଛୁ ତୁ ଯଦି ନିଷ୍ଠାର ସହିତ ପାଳନ କରିବୁ ନିଶ୍ଚୟ ତୋର ଡାକ ଶୁଣିବେ ସଙ୍କଟମୋଚନ। ଯେଉଁ ପର୍ଯ୍ୟନ୍ତ ମୋର ଡାକ ନ ଶୁଣିଛନ୍ତି ମୋର ମାନସିକ ପରୀକ୍ଷା ଦେଇ ଚାଲିବି। ଆଜି ମୁଁ ଦେଖିବି ସେହି ପାପୀମାନେ ଜିତିବ ନା ଏହି କଳିଯୁଗର ଧର୍ମ ଜିତିବ। ଯେ ପର୍ଯ୍ୟନ୍ତ ମୋର ପରିବାର ଏଠିକୁ ଅନ୍ୟମାନେ କେହି ନ ଆସନ୍ତି ମୁଁ ଶେଷ ନିଶ୍ୱାସ ଯାଏଁ ମୁଁ ଏଠି ରହିବି। ମୋର ସଙ୍କଟକୁ ଦୂର କରନ୍ତୁ ଭଗବାନ। ନିଶା, ଆମ ଲୋକମାନେ ଆମ ପ୍ଲାନ୍ ହିସାବରେ ଆସିଛନ୍ତି। ହଁ ନିଶା, ଆମ ପ୍ଲାନ୍ ପାଶରେ ନତାଶା, ଏମାନେ ସମସ୍ତେ 4 ଜଣ ଆସିଛନ୍ତି ମନ୍ଦିର ପାଖକୁ। ଏବେ ମନ୍ଦିରରେ ଧମାକାଦାର ହେବ। ତାହାପରେ ମୁକ୍ତି କହିବ। ଏହି ନତାଶାର ଏ ମନ୍ଦିର ପାଖକୁ କ'ଣ କରିବାକୁ ଆସିଛନ୍ତି? କିଛି ନା କିଛି କାହାର ନା କାହାର କ୍ଷତି କରିବାକୁ ଆସିଛନ୍ତି। ତୁମେ 2 ଜଣ ମୋର ପରିବାରକୁ ଏତେ କ୍ଷତି କରିସାରିଲଣି। ତାର ପରିଣାମ ଆଜି ଭୋଗିବାକୁ ପଡ଼ିବ। ନତାଶା, ଆଜି ଯେମିତି ଲାଗୁଛି ସମୟ ସୁଯୋଗ ଏକାଠି ଅଛନ୍ତି। 2ଟି ଶତ୍ରୁ ଗୋଟିଏ ଜାଗାରେ ଅଛନ୍ତି। ଆମରି ଆଖି ସାମ୍ନାରେ ଲଢ଼ୁଛନ୍ତି। ଚିକି, ତୁମରି ଠାରୁ ହାରିଯାଇଥିବା ଏହି ଶତ୍ରୁମାନେ ତୁମକୁ କିଛି ବି କରିପାରିବେ ନାହିଁ। ତୁମେ ତୁମର ପୂଜା କର। ଏହିମାନେ ମୋରି ଠାରୁ ମାଡ଼ ଖାଇ ଉଠି ପାରିବେ ନାହିଁ। ଦେଖନ୍ତୁ, ତୁମମାନଙ୍କୁ ଡବଲ ପେମେଣ୍ଟ ଦିଆଯିବ। ଚିକି ସହିତ ଏହି ମୃତ୍ୟୁକୁ ବି ଶେଷ କରିଦିଅନ୍ତୁ। ଆଜିର ଭିଡ଼ିଓଟି କେମିତି ଲାଗିଲା? ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।